9 ତାରିଖରେ ପ୍ରଥମ ବୈଠକ ବସିଥିଲା, ଯାହାକି ଏହାର ଶେଷ କାର୍ଯ୍ୟ ଏଇ 1949 ମସିହା ନଭେମ୍ବର 26 ତାରିଖ, ଯାହାକି ସାରା ଭାରତ ବର୍ଷରେ এই সংবিধান দিবস রূপে আজ আমি এই দিনটিকে ঐতিহাসিক দিন রূপে পালন করছি। তা সহিত যদি আমার কিছু ক্ষমতা রয়েছে, নিশ্চিত ভাবে আমার কিছু কর্তব্য রয়েছে। আমি যে মৌলিক অধিকার রয়েছে আমি ভোগ করছি, সেই সমানতা অধিকার হোক, স্বাধীনতা অধিকার হোক, যে 6 রাইট আছে আমার 6টা অধিকার উপভোগ করছি। তা সহ কিছু কর্তব্য রয়েছে। কি কর্তব্য না, আমি দেশের জাতীয় পতাকা হোক, জাতীয় সঙ্গীত হোক, জাতীয় সংগীত হোক আমি সম্মান প্রদর্শন করা। তা সহিত আমি জাতীয় সম্পত্তি যে সরকার সম্পত্তি হচ্ছে প্রোটেকশন অফ পব্লিক প্রপর্টি, তাকে আমি সুরক্ষা দেওয়া নিশ্চিত ভাবে আমার কর্তব্য। তার সুরক্ষা দেওয়া আমার কর্তব্য রয়েছে। যাও এই সংবিধান তৈরি করা যে 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା, ତାର ମୁଖ୍ୟ ଥିଲେ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର। তুমি ଜାଣିଥିବ এই ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ନାମରେ ଆମ ଭୁବନେଶ୍ୱରରେ ଗୋଟିଏ ବସ୍ ଟର୍ମିନାଲ ପ୍ରତିଷ୍ଠା ହୋଇଛି। ଭୁବନେଶ୍ୱର ରାଜଧାନୀରେ ଦେଖିଥିବ, ତମେ ଜାଣିଥିବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ନାମରେ ଗୋଟେ ବସ୍ ଟର୍ମିନାଲ ପ୍ରତିଷ୍ଠା ହୋଇଛି। କାରଣ ଯେ ଯେଉଁ ସମ୍ବିଧାନ ଆମର ଅଧିକାର ରହିଛି, ଆମର କର୍ତ୍ତବ୍ୟ ଦେଇଛି, ବା କିଛି ସରକାରଙ୍କର କିଛି ଲିମିଟେଡ୍ ପାୱାର ଦେଇଛି। ସରକାର ମନ ମନ ଶାସନ କରିବେ ନାହିଁ। କିଛି ଯେଉଁ ପାୱାର ଦିଆଯାଇଛି, ସେ ପାୱାର ଯାହା ନିୟମ ଅଛି ସେ ନିୟମକୁ ବେସ୍ କରି ସେ ଶାସନ କରିବେ। ଯଦି ସେ ନିୟମ ବାହାରେ ଯାଉଛନ୍ତି, ନିଶ୍ଚିତ ଭାବରେ ତାକୁ ରୋକ ଲଗାଇବା ପାଇଁ ଆମର ହାଇକୋର୍ଟ ଓ ସୁପ୍ରିମକୋର୍ଟ ନ୍ୟାୟ ବ୍ୟବସ୍ଥା ରହିଛି। ସେମାନେ ସୀମିତ ଭିତରେ ଶାସନ କରିପାରିବେ। ଆଉ ଆମର ଯେଉଁ ଅଧିକାର ରହିଛି, ଆମର ଯେଉଁ କର୍ତ୍ତବ୍ୟ ରହିଛି, ତାକୁ ଆମେ ଶୃଙ୍ଖଳିତ ଭାବରେ ମଧ୍ୟ ପରିଚାଳନା କରିବା। ଆଜିର ଯେଭଳି এই ସମ୍ବିଧାନ ରହିଛି, ତାକୁ କିଭଳି ଭାବରେ ସୁରକ୍ଷା ଦେବା, ତାର ମାନ ସମ୍ମାନକୁ ବଜାୟ ରଖିବା ନିଶ୍ଚିତ ଭାବରେ ଆମ ପାଇଁ ଅତ୍ୟନ୍ତ ଗୌରବମୟ। ସେଥିପାଇଁ ଏଇ ମହାନ ଦିବସରେ ଆମେ ଯେଉଁ ସମ୍ବିଧାନର ତାକୁ କଣ୍ଟ୍ରୋଲ କରିଥିବା, ଯେଭଳି ଭାବରେ ଅନୁକୂଳ ପ୍ରଭାବିତ ନ ହେବ, ସେହିଭଳି এই সংবিধান ମଧ୍ୟ ଗୋଟିଏ ବନ୍ଧ ସଦୃଶ, ଗୋଟିଏ ବନ୍ଧ ସଦୃଶ। ସେ ବନ୍ଧକୁ ଡେଇଁ ପାରିବ ନାହିଁ, ତାକୁ ଗୋଟିଏ ସୀମିତ ବନ୍ଧ କରାଯାଇଛି। ତା ଭିତରେ ଲିମିଟ୍ ହେଇ ରହିବେ। ସେ ସରକାର ହଉ, ସେ ଜନସାଧାରଣ ହଉ, ତମେ କହିବ ମୋର ଅଧିକାର ରହିଛି, ମୁଁ ମର୍ଡର କରିବି, ତମକୁ ପାୱାର ଦିଆଯାଏନି। ସମ୍ବିଧାନ ରେଷ୍ଟ୍ରିକ୍ସନ୍ କରିଛି ନା ଏ ଭିତରେ ହିଁ ତମେ ସୀମିତ ରହିବ। ତାହେଲେ ଆମେ এই ସମ୍ବିଧାନର ନିୟମ ଆମେ କିଛି କିଛି ମାତ୍ରାରେ ଜାଣିଲେ ସେମାନେ ମଧ୍ୟ ଇତିହାସରେ ପଢ଼ିଥିବ। ଆଜି ଆମେ ତମର 12টাରେ କୁଇଜ୍ କମ୍ପିଟିସନ୍ କରିବୁ। ତେବେ ଆମେ ଏବେ ଗୋଟେ ଶପଥ ନେବା, କିଭଳି ଭାବରେ ଆମେ ସମ୍ବିଧାନର ମର୍ଯ୍ୟାଦା ଓ ମାନ ସମ୍ମାନ ରକ୍ଷା କରିବା। ମୁଁ ଆମ ବିଦ୍ୟାଳୟର 10ମ ଶ୍ରେଣୀର ଛାତ୍ର ସୌମ୍ୟଦୀପ ମଲ୍ଲିକଙ୍କୁ ଆହ୍ୱାନ କରିବି, ସେ ସମ୍ବିଧାନର ପ୍ରସ୍ତାବନାକୁ ପଠନ କରିବେ। ସଂକଳ୍ପ ନେଇ ଓ ଏହାର ନାଗରିକକୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ଚିନ୍ତା, ଅଭିବ୍ୟକ୍ତି, ପ୍ରତ୍ୟୟ, ଧର୍ମୀୟ ବେଶା ଏବଂ ଉପାସନାର ସ୍ୱତନ୍ତ୍ରତା, ସ୍ଥିତି ଓ ସୁବିଧା ସୁଯୋଗର ସମାନତାର ସୁରକ୍ଷା ପ୍ରଦାନ କରିବାକୁ ତଥା ବ୍ୟକ୍ତି ମର୍ଯ୍ୟାଦା ଏବଂ ରାଷ୍ଟ୍ରର ଐକ୍ୟ ଓ ସଂହତି ନିଶ୍ଚିତ କରି ସେମାନଙ୍କ ମଧ୍ୟରେ ଭ୍ରାତୃଭାବ ଉତ୍ସାହିତ କରିବାକୁ এই 1949 ମସିହା ନଭେମ୍ବର 26 ତାରିଖ ଦିନ ଆମର ସମ୍ବିଧାନ ପ୍ରଣୟନ ସଭାରେ ଏତଦ୍ୱାରା ଏହି ସମ୍ବିଧାନକୁ ଗ୍ରହଣ ଓ ପ୍ରଣୟନ କରୁଅଛୁ ଏବଂ ଆମ ନିଜକୁ ଅର୍ପଣ କରୁଅଛୁ। ଧନ୍ୟବାଦ। ଜାନୁଆରୀ 26 ତାରିଖ ଠାରୁ କାର୍ଯ୍ୟ କରିବେ। ଆମେ ଦୀର୍ଘ 200 ବର୍ଷ ଧରି ବ୍ରିଟିଶ କବଳରେ ବା ବ୍ରିଟିଶ ଅଧୀନରେ ଆମେ ରହିଥିଲେ। କେତେ ଯେ ଆମେ ଅଧୀନ ରହିଥିଲେ, କେତେ କବଳିତ ନିଷ୍ପେଷିତ ଅତ୍ୟାଚାର ହୋଇଥିଲେ, ସେଥିରୁ ମୁକ୍ତି ପାଇବା ପାଇଁ ସେ ନିଶ୍ଚିତ ଭାବରେ ବିଶେଷଜ୍ଞମାନେ ବିଚାର କଲେ ଯେ ନା, ନିଶ୍ଚିତ ଭାବରେ ସମ୍ବିଧାନର ଆବଶ୍ୟକତା ରହିଛି। ଯାହା ସମ୍ବିଧାନ ତିଆରି ହୋଇସାରିଛି, ଆମ ପାଖରେ ଅର୍ପଣ ହୋଇସାରିଛି, ତାକୁ କିଭଳି ଭାବରେ ସୁରକ୍ଷା କରିବା, ତାକୁ କିଭଳି ଭାବରେ ମର୍ଯ୍ୟାଦାପୂର୍ଣ୍ଣ ରକ୍ଷା କରି এই ଭାରତମୟ ସମ୍ବିଧାନକୁ ନିଶ୍ଚିତ ଭାବରେ
ମୂଳମନ୍ତ୍ର। ଓକେ ଧନ୍ୟବାଦ।